ଆମେ ସୁଦୂର ଭୁବନେଶ୍ୱରରୁ ବର୍ତ୍ତମାନ ଆସିକି ଦିଲ୍ଲୀର ନୋଏଡ଼ାରେ ପହଞ୍ଚିଲୁ। ପହଞ୍ଚିକି ଆଜ୍ଞା ପାନ ଖଣ୍ଡେ ଖାଇବା ପାଇଁ ଏତେ ଇଚ୍ଛା ହେଲା, 3 କିଲୋମିଟର ଆମେ ବୁଲିଲାଣି। ଏଠି ତ କେହି ପାନ କେହି ଅଧିକା ଖାଆନ୍ତିନି। ଯାହା ହଉ ବୁଲି ବୁଲି ଗୋଟେ ଦୋକାନ ଆଜ୍ଞା ପାଇଲୁ। ଦୋକାନ ପାଇଲା ପରେ ସେ ଦୋକାନୀ ପଚାରିଲୁ, ଆମେ ଦେଖିଲୁ ଆମର ଓଡ଼ିଶାର ପାନପତ୍ର ଭଳିଆ ପାନପତ୍ର ଥୁଆ ହେଇଛି। ଦିଲ୍ଲୀରେ ଆଜ୍ଞା କ'ଣ ନାଲିଆ ନାଲିଆ ପାନପତ୍ର, ମିଠା ପାନପତ୍ର। ତ ତାକୁ ଆମେ ପଚାରିଲୁ ଯେ କି ଇଏ ପାନଟା ତୁମେ କେଉଁଠୁ ଆଣିଲ? ସେ କହିଲା ମୁଁ ଜାଣିନି, ମୁଁ ଏଇ ଦିଲ୍ଲୀରୁ ଆଣିଛି। ଠିକ୍ ଅଛି। ତାପରେ ଆମେ କହିଲୁ ତାହେଲେ ଗୋଟେ କାମ କର, ପାନ ଆମକୁ 4ଟା ଦିଅ। କହିଲା କ'ଣ ସା ପଟି ପକାଇବି? ମୁଁ ଗୋଟେ କାମ କର, 132 ପଟିଟା ପକାଅ। 132 ପଟି ଆଜ୍ଞା ଦେଲା। ପଟି ଦେଲା ଭିତରେ ସେଇ ଦେଖନ୍ତୁ ତାଙ୍କର ପାନର ସବୁ ଅବସ୍ଥା ଏଇଭଳିଆ, ସେ ସବୁ କୁଡ଼ିଆ କରି ସବୁ ଦିଅନ୍ତି। ତା ଦେହରେ ଯୋଡ଼େ ଯୋଡ଼େ ପାନ ଅଛି। 4ଟା ପାନ ଆଜ୍ଞା ମାଗିଲୁ। 4ଟା ପାନ ଦେଇ ସାରିଲା ପରେ ମୁଁ ତାକୁ ପଚାରିଲି, କାରଣ ଆମର ସେଠି ଭୁବନେଶ୍ୱରରେ କ'ଣ 10 ଟଙ୍କାରେ 4ଟା କେଉଁଠି 3ଟା କେଉଁଠି ଅଛି? ଇଏ କହିଲା 60 ଟଙ୍କା। ଆଚ୍ଛା 60 ଟଙ୍କା ଦେଇ ଯଦି ଆମେ ପାନ ଖାଇବୁ ତାହେଲେ କ'ଣ ହେବ ଆଜ୍ଞା ଆପଣମାନେ ନିଜେ କୁହନ୍ତୁ। ଆଉ ତାର କମେଣ୍ଟ ମାଧ୍ୟମରେ ଜଣାନ୍ତୁ ପ୍ରକୃତରେ ଦିଲ୍ଲୀର ଏ ପାନର ରେଟ୍ କାହିଁକି ଏତେ ଅଧିକା। ଜୟ ଜଗନ୍ନାଥ।